ଟୋକା ମାନଙ୍କୁ ଦେଖିଲା ବେଳକୁ ମୋର ଖାଲି ବିଲ ବୁଲେଇ ରୋଇ ଦେବାକୁ ଇଚ୍ଛା ହଉଛି। ଟୋକା ମାନଙ୍କୁ ଦେଖିଲା ବେଳକୁ ମୋର ତ ଖାଲି ଗୋଡ଼ ଉଠୁଛି। ଆଉ ବେଇଦେବି ଲୋ, ବେଇଲି ତ ଏଇଠି ବେଇଲି। ନାଁ ହେଉଛି ତୁଳସୀ। ଆର ବର୍ଷ କଥା କହୁଛନ୍ତି ତ? ଆର ବର୍ଷ ଗୋଟେ ବ୍ରହ୍ମପୁର ପାର୍ଟ ପାଇଥିଲି, ଆଉ ଗୋଟେ ପାଇଥିଲି ଯେଉଁ କ'ଣ ଗୋଟେ ଫରେନ୍ ଝିଅ ପାଇଥିଲି, ଆଉ ଗୋଟେ ପାଇଥିଲି ଗୋଟେ ଭଲ ମାନେ ଝିଅ କ୍ୟାରେକ୍ଟର ଗୋଟେ ପାଇଥିଲି, ଭଲ ରୋଲ୍ ପାଇଥିଲି। ଆଜି ଅଛି ଗୋଟେ କମ୍ପାଉଣ୍ଡରକୁ ମୁଁ ଫସାଉଛି, ମାନେ ବାହାର ଝିଅଟା କମ୍ପାଉଣ୍ଡରକୁ ଫସାଉଛି। ମୋର ୟା ଦେହରେ ଗୋଟେ ସିନ୍ ଅଛି। ବହୁତ ଖୁସି ଅଛି। ମୋର ଯେତିକି ନାଟକ ଆମର ହେଇଛି ଏ ବର୍ଷ ହେଇଛି 3 ଖଣ୍ଡ ନାଟକ ହେଇଛି। 3 ଖଣ୍ଡ ନାଟକରେ ମୋର ଆଉ 2 ଖଣ୍ଡ ନାଟକରେ ଭଲ ରୋଲ୍ ପଡ଼ିଛି। ଏଇଟା ଖାଲି ଟିକେ କମିଯାଇଛି ଆଉ ଗୋଟେ ସିନ୍ ମାନେ ଗୋଟେ ସିନ୍ କରୁଛି। ଆଉ ଯାତ୍ରା ମୋର ହେଲାଣି 15-16 ବର୍ଷ ହେଇଗଲା। ହଁ ଏଇଟା ସବୁଠୁ ବଡ଼ ଦୁଃଖର କଥା। ଯେହେତୁ ଆମେ ବର୍ଷେ ପାଇଁ ଏଗ୍ରିମେଣ୍ଟ କରୁ ଯେ ବର୍ଷେ ଆମର ବର୍ଷଠୁ ଆମେ କୁଆଡ଼େ ଯାଇପାରିବୁନୁ। ଧର ଯେଉଁଠି ପାଖରେ ପଡ଼ୁଛି ଆମେ ଯାଇକି ବୁଲିକି ପଳେଇ ଆସୁଛୁ। ଧର ଯାହା ଦେହ ପା ଖରାପ ହେଉଛି ଯାହା ହେଉଛି ଆମେ ତ ସେଗୁଡ଼ା କରିପାରିବୁନି ନା। ଆମେ କେମିତି କରିବୁ? ଆମେ ତ ଯାତ୍ରାରେ ରହୁଛୁ, ଯାହା ବି ହେଲେ ଆମକୁ ବର୍ଷେ ଇଏ କରିବାକୁ ପଡ଼ିବ। ଯାହାର ଅନ୍ନ ଖାଉଛୁ ଆମେ ତାର ପୁଣି ଇଏ କରିବୁ ନା ନାହିଁ। ସେଥିପାଇଁ ସେଇଟା ବହୁତ ବଡ଼ ଦୁଃଖର କଥା। ଆମର ଯାହା ଯେଉଁ ପର୍ବ ହେଉ, ବାହାଘର ଫାହାଘର ହେଉ କି ଯେଉଁ ପର୍ବ ହେଉ ଆମେ ସେଥିରେ ଯୋଗ ଦେଇପାରୁନା। ଯାତ୍ରାକୁ କେହି ଖୁସିରେ ଆସନ୍ତିନି ଆଜ୍ଞା। ଆର୍ଥିକ ପରିସ୍ଥିତି ନେଇକି ବାଧ୍ୟ କରାହୁଏ ଯେ ଆମେ ଆସୁ। ଆମେ ନିଜ ଇଚ୍ଛାରେ ମୁଁ ଆଇଛି, ଯେହେତୁ ମୁଁ ସବୁ ଜାଣିଲି ଶୁଣିଲି ଯେ ଏମିତି ଅସୁବିଧା ଆମ ଘରେ ମୁଁ ନ ଗଲେ ହେଇପାରିବ ନାହିଁ। ତାପରେ ଆଉ ଅଲଗା ଆଡ଼େ ବହୁତ ମାନେ ରହିପାରିବେନି ଆମେ ଠିକ୍ସେ। ଏଠି ଯେମିତି ଠିକ୍ସେ ସବୁ ମାନେ ସିକ୍ୟୁରିଟି ଟୋଟାଲି ଆମର ଏଠି ମ୍ୟାନେଜର ଅଛନ୍ତି, ଗାଡ଼ି ନେବା ଆଣିବା କରୁଛନ୍ତି, ସବୁ ପ୍ରକାର ଆମେ ଏଠି ମାନେ ଇଏରେ ରହୁଛୁ। କିନ୍ତୁ ଅଲଗା ଆଡ଼େ ଆମେ ରହିପାରିବୁନି ସେମିତି ନା, ବୁଝିପାରିଲେ? ଏତେ ଗୁଡ଼େ ଯାତ୍ରା କରିଛନ୍ତି, କୋଉ ଯାତ୍ରା ଆପଣଙ୍କୁ ବେଶୀ ଖୁସି ଦେଇଥିଲା ଆଉ ତାର ଅତି ପରିଚିତ ସଂଳାପ କଣ? ଆମର ହେଉଛି ନାଟକ, ଆର ବର୍ଷ ନାଟକ ହେଇଥିଲା ଲାଜ କହିବାକୁ ଲାଜ ଶୁଣିଲେ ପାପ। ସେଇଥିରେ ମୋର 3ଟା ସିନ୍ ଅଛି। ଲାଷ୍ଟ ଗୋଟେ ସିନ୍ ଅଛି ଯେ ବେଇଦେବି ଲୋ, ବେଇଲି ତ ଏଇଠି ବେଇଲି। ସେଇ ସିନ୍ଟା ମୋତେ ମାନେ ସେଇ ନାଟକଟା ମୋତେ ବଢ଼ିଆ। ଆଉ ଗୋଟେ ମୋର ଆର ବର୍ଷ ନାଟକ ହେଇଥିଲା ଆମର ଫରେନ୍ ଝିଅ ରୋଲ୍ ହେଇଥିଲା। ତାର ଗୋଟେ ଛୋଟ ଡାଇଲଗ୍ କହିବା ପାଇଁ ଚାହୁଁଛି। ଦୁନିଆରେ ବହୁତ ଲୋକ ଦେଖିଛି, ଭଲ ଲୋକ ଦେଖିଛି, ଖରାପ ଲୋକ ଦେଖିଛି। ମୋତେ ସାହାଯ୍ୟ କରିବା ନାଁରେ ମୋ ସହିତ କିଏ କେତେ ଖରାପ ବ୍ୟବହାର କରନ୍ତି। ବାଟ୍ ତମେ ମୋ ସାଙ୍ଗରେ ଥିଲା ବୋଲି ମୁଁ ମୋ ନିଜକୁ ଭାରି ଶକ୍ତି ମନେ କରିଛି। ରମ୍ୟା ତମେ ମୋତେ ଭୁଲିବାନି ନା ରମ୍ୟା। ସେଟା ହେଉଛି ସାର୍ ଟୋକା ମାନଙ୍କୁ ଦେଖିଲା ବେଳକୁ ମୋର ଖାଲି ବିଲ ବୁଲେଇ ରୋଇ ଦେବାକୁ ଇଚ୍ଛା ହଉଛି। ଟୋକା ମାନଙ୍କୁ ଦେଖିଲା ବେଳକୁ ମୋର ତ ଖାଲି ଗୋଡ଼ ଉଠୁଛି। ଆଉ ଖାଲି ଗୋଟେ ଛୋଟ କଥା କହିବା ପାଇଁ ଚାହୁଁଛି, ଟିକିଏ ଅନୁରୋଧ କରିବା ପାଇଁ ଚାହୁଁଛି ଯେ ଚିନା ଦେଇ ଆଉ କଣ୍ଢେଇ ଦେଇକି ଆପଣ ଯେତିକି ଭଲ ପାଇବା ଦେଇଛନ୍ତି, ଦୟାନା ସାଙ୍ଗରେ କାମ କରୁଥିଲେ ଆଗରୁ, ମୋତେ ସେତିକି ଭଲ ପାଇବା ଆଉ ଆଶୀର୍ବାଦ ଦିଅନ୍ତୁ। ଆପଣଙ୍କ ଆଶୀର୍ବାଦ ବିନା ମୁଁ କିଛି କରିପାରିବିନି, ମୁଁ ଉପରକୁ ଟୋଟାଲି ଉଠି ପାରିବିନି। ଆପଣ ଆଶୀର୍ବାଦ ଦିଅନ୍ତୁ। ମୋର ଏତିକି ଆପଣଙ୍କ ପାଖରେ ଅନୁରୋଧ ରହିଲା, ଗୁହାରି ରହିଲା, ମିନତି ରହିଲା। ରହିଲି। ଜୟ ଜଗନ୍ନାଥ।